ଗଳ୍ପ ଡିମିରି ଫୁଲ। ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ। ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପକୁ ସାତରଙ୍ଗରେ ରଙ୍ଗେଇ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିବା ଗାଳ୍ପିକ ହେଉଛନ୍ତି ଅଖିଳ ମୋହନ ପଟ୍ଟନାୟକ। ଭଙ୍ଗା ମନ, ବେଦନାବୋଧ, ମଣିଷର ଅସହାୟତା, ଚେତନାର ଅସ୍ଥିରତାକୁ ଚିହ୍ନି ପାରୁଥିବା ଜଣେ ଦରଦୀ ଶିଳ୍ପୀ। ଦୂର ଆକାଶରୁ ମାଟି ଉପରେ ପଡ଼ିଥିବା ସୋରିଷକୁ ଦେଖିପାରୁଥିବା ଏକ ଦିଗହଜା କପୋତ। ସମାଜର ବିଭିନ୍ନ ସଙ୍କଟ, ସମସ୍ୟା, ମନସ୍ତାତ୍ତ୍ୱିକ ସଂଘର୍ଷ, ଯୁଗ ଯନ୍ତ୍ରଣା ସ୍ୱରକୁ କାନ ଡେରି ସେ ସୃଷ୍ଟି କରିଛନ୍ତି ଝଡ଼ର ଇଗଲ, ଧରଣୀର କୃଷ୍ଣସାର, ନଦୀର ନାମ ଗଣତନ୍ତ୍ର ଓ ଅନ୍ଧଗଳି ଭଳି ଗଳ୍ପ ପୁସ୍ତକ। ନଦୀର ନାମ ଗଣତନ୍ତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଅନ୍ଧଗଳି ଗଳ୍ପ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କ ସ୍ରଷ୍ଟା ମାନସକୁ ସାରସ୍ୱତ ସ୍ୱୀକୃତି ପ୍ରଦାନ କରିଛି। ଆଲୋଚ୍ୟ ଗଳ୍ପ ଡିମିରି ଫୁଲ ହେଉଛି ମରୁଭୂମି ଭିତରୁ ଜଳ ସନ୍ଧାନରେ ବାହାରିଥିବା ଜଣେ ଅବୁଝା ମଣିଷର ଅନ୍ତର୍ଲିପି। ଫୁଲ ନାହିଁ ଅଥଚ ଫଳ ଅଛି, ଏହି ଭାବରେ ଡିମିରି ଜନମାନସରେ ବିଶ୍ୱାସୀ। କିନ୍ତୁ ବାସ୍ତବରେ ତାହା ନୁହେଁ, କାରଣ ବିନା ଫୁଲରେ ଫଳର ପରିକଳ୍ପନା କରାଯାଇ ନପାରେ। ଡିମିରିର ଫୁଲ ଅଛି, କିନ୍ତୁ ଫଳ ଭିତରେ ନାହିଁ। ଭିତରେ ଅଛିର ସନ୍ଧାନ ଗଳ୍ପଟିକୁ ଅସ୍ପଷ୍ଟ କରାଇଛି, ଯେମିତି ପାରଦ ଛଡ଼ା ଆଇନାରେ ପ୍ରତିବିମ୍ବ ଖୋଜୁଥିବା ଏକ ଭିନ୍ନ ମଣିଷ। ସମଗ୍ର ମଣିଷ ଜୀବନ ହସକାନ୍ଦର ଫେଣ୍ଟାଫେଣ୍ଟି ରୂପ। ଆଜିର ସକାଳ କାଲିକୁ ନିଆରା। ସମୟ ଗଡ଼ିଚାଲେ ସ୍ଥିର ଭାବରେ। ନୂଆ ହୁଏ ପୁରୁଣା, ଯୌବନ ନିଦେଇ ଯାଏ ବାର୍ଦ୍ଧକ୍ୟ କୋଳରେ ମୃତ୍ୟୁର ସଙ୍ଗୀତ ଶୁଣି। ଏ ଭିତରେ କିନ୍ତୁ କିଛି ମୁହୂର୍ତ୍ତ ଅବିସ୍ମରଣୀୟ ହୋଇ ରହିଯାଏ। ଖୋଜିଲେ ମିଳି ବି ମିଳେନି, ଠିକ୍ ଯେମିତି ଗୋଟେ ଡିମିରି ଫୁଲ। ଗଳ୍ପଟି ଆରମ୍ଭ ହୋଇଛି ଏକ ସାନ୍ଧ୍ୟ ଭ୍ରମଣର ଅନୁଭୂତିରୁ। ଯେତେବେଳେ ଗଳ୍ପ ନାୟକ ଅଶୋକ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ପୂଜା ଛୁଟି କାଟିବାକୁ ଗୌହାଟୀ ଆସିଥିଲେ। ଗୌହାଟୀ ସହରର ଏକ ଆଭିଜାତ୍ୟ ସମ୍ପନ୍ନ ହୋଟେଲ ସିଭିଉରେ ଅବସ୍ଥାନ କରିଥିଲେ। ଏକ ମଧୁର ସନ୍ଧ୍ୟାରେ ସାନ୍ଧ୍ୟ ଭ୍ରମଣରେ ବାହାରି ଅକସ୍ମାତ୍ ଝଡ଼ ବର୍ଷାର ପ୍ରକୋପରେ ପଡ଼ିଲେ। ସେଥିରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଏକ ବଙ୍ଗଳା ଭିତରକୁ ପ୍ରବେଶ କରିଥିଲେ, ଯେଉଁଟି ଦରଜା ବାହାରୁ ବନ୍ଦ ଥିଲା। ଝର୍କା ଗୁଡ଼ିକ ଖୋଲା ଥିଲା। ଟେବୁଲ ଉପରେ କାଗଜପତ୍ର ଗୁଡ଼ିକ ପବନର ପେପର ଷ୍ଟାଣ୍ଡ ସହ ସଂଘର୍ଷ କରୁଥିଲେ। ନାଚଖାନାର ଆଡ୍ଡାରୁ ଶୁଣାଯାଉଥିବା ସଙ୍ଗୀତ ଭଳି ବର୍ଷା ଝରି ଚାଲିଥିଲା। ଏହି ସମୟରେ ଦ୍ରୁତ ଗତିରେ କୃଷ୍ଣକାର ଲିମୋସିନ୍ ପୋର୍ଟିକୋ ତଳକୁ ପଶି ଆସି ବ୍ରେକ୍ ଦେଲା। ଗାଡ଼ି ଭିତରୁ ଜଣେ ଭଦ୍ରମହିଳା ଓହ୍ଲାଇ ପଡ଼ିଲେ ଓ ଗଳ୍ପ ନାୟକଙ୍କୁ ସଞ୍ଜୟ ସମ୍ବୋଧନ କଲେ। ଚମକି ପଡ଼ିଲେ ସେ। ଭଦ୍ରମହିଳାଙ୍କ ଏହି ସମ୍ବୋଧନ ଯେ ଗଳ୍ପ ନାୟକଙ୍କ ଅଶୋକଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ, ତାହା ବୁଝିବାକୁ ବେଶୀ ସମୟ ଲାଗିନଥିଲା। ଅଶୋକଙ୍କୁ ଭଦ୍ରମହିଳାଙ୍କର ଆତିଥ୍ୟ, ଭଲ ପାଇବା ଏତେ ତୀବ୍ର ଥିଲା ଯେ ଅଶୋକ ଯେ ସଞ୍ଜୟ ନୁହନ୍ତି, ତାହା ଜଣାଇବାର ସୁଯୋଗ ପାଇନଥିଲେ। ବେଳେବେଳେ ଶ୍ରଦ୍ଧା, ମମତା ଏମିତି ଆସକ୍ତି ଆଣେ, ନିଜକୁ ଭୁଲି ହୋଇଯାଏ। ହଁ ନାଁର ଦୋଛକିରେ ଛିଡ଼ା ହୋଇ କେଉଁଟିକୁ ଆପଣାର କରିବ ସେ ଜାଣିପାରେନି। ନୀରବତାକୁ ଉପଯୁକ୍ତ ସମାଧାନ ବୋଲି ଭାବି ନେବାକୁ ପଡ଼େ। ଗଳ୍ପ ନାୟକ ଏହି ନୀରବତା ଭଦ୍ରମହିଳାଙ୍କୁ ପୁରୁଣା କଥାର ଖିଅ କାଢ଼ିବାର ସୁଯୋଗ ଦେଇଛି। ସଞ୍ଜୟ କଫି ପ୍ରିୟ ଓ ନିଜେ ଚାରେ କେତେ ଚାମଚ ଚିନି ଖାଆନ୍ତି? ପ୍ରଶ୍ନରେ ବିଚଳିତ ହୋଇପଡ଼ିଲେ ଗଳ୍ପ ନାୟକ। ଏକା ଆସିଲେ, ମଞ୍ଜୁକୁ ସାଥିରେ
ନ ଆଣିବାର କାରଣ କ'ଣ? ମଞ୍ଜୁର ବାପା ପ୍ଲେନ୍ ଟିକେଟ୍ କରିଥିଲେ ବି 4-5 ବର୍ଷ ହେବ ଆସିନଥିବା ଦୁଃଖରେ ଭଦ୍ର ମହିଳାଙ୍କ ମାତୃତ୍ୱ ବିଳାପ କରି ଉଠିଛି। ଚାହିଁଲେ ପଢ଼ା ପାଇଁ ପଇସା ବନ୍ଦ କରିଦେଇ ପାରନ୍ତେ, କିନ୍ତୁ ପିତାମାତା କେବେ ସନ୍ତାନର ଅମଙ୍ଗଳ କ'ଣ ଚିନ୍ତା କରିପାରିବେ? ପ୍ରଶ୍ନ ଭିତରେ ବାତ୍ସଲ୍ୟ ପ୍ରୀତିର ଅମୃତଧାରା ପ୍ରବାହିତ। ସବୁ ପ୍ରଶ୍ନର ଭୁଲ ଉତ୍ତର ଦେବା ଅପେକ୍ଷା ନୀରବ ରହିବା 100 ଗୁଣ ଭଲ ବୋଲି ଭାବିଲେ ଅଶୋକ। ଏମିତି ଦେଖିଲେ ନୀରବତା ବଡ଼ କୋଳାହଳକୁ ଆମନ୍ତ୍ରଣ କରେ। ଠିକ୍ ଯେମିତି ଅଶୋକଙ୍କ ମନ ଭିତରେ ନାହିଁ ନଥିବା କୋଳାହଳର ରାଜୁତି। ବାହାରେ ବର୍ଷାର ବିରତି କେତେକାଂଶରେ ଆଶ୍ୱସ୍ତି ଦେଇଛି ଅଶୋକଙ୍କୁ। ଜଣେ ବନ୍ଧୁଙ୍କ ସହ ଆପଏଣ୍ଟମେଣ୍ଟ ଥିବାରୁ ଶୀଘ୍ର ଫେରିଯିବାକୁ ଚାହିଁଛନ୍ତି ସେ। ଏହି ବର୍ଷଣ ମୁଖର ରାତିରେ ଏକାକୀ ଚାଲିଯିବାଟା ଉଚିତ ହେବନି, ବରଂ ସୋଫରକୁ ଛାଡ଼ି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରମହିଳା। କଣ୍ଠରେ ଯେମିତି ଅପ୍ରାପ୍ତିରେ ପ୍ରାପ୍ତିର ବ୍ୟଞ୍ଜନା। ସବୁ ଔତ୍ସୁକତାକୁ ଦମନ କରି ଗାଡ଼ିରେ ବସିଲେ ଅଶୋକ। ରାତି ପାହି ସକାଳ ହେଲା। ପୂର୍ବ ରାତିର ଘଟଣା ଉପରେ ପାହାନ୍ତି ଆକାଶର କୁହୁଡ଼ି ଲହଡ଼ି ଭାଙ୍ଗୁଥିଲା। ହଠାତ୍ କବାଟରେ ଠକ୍ ଠକ୍ ଶବ୍ଦ ହେଲା। ଅନ୍ୟମନସ୍କ ଭାବେ ଘର ଭିତରକୁ ପ୍ରବେଶ କରିବାର ସୂଚନା ଦେଲେ ଅଶୋକ। ଦେହରେ ଧୋତି ପଞ୍ଜାବୀ, ହାତରେ ବାଡ଼ି, ଆଖିରେ ମୋଟା ଲେନ୍ସର ଚଷମା ପିନ୍ଧି ଘର ଭିତରକୁ ପ୍ରବେଶ କଲେ ଜଣେ ଭଦ୍ରଲୋକ। ପୋଷାକ ପରିପାଟିରୁ ମନେ ହୁଏ କୌଣସି ଏକ ଦାରୁଣ ଆଘାତ ତାଙ୍କୁ ବୟସ ରାସ୍ତାର କ୍ଳାନ୍ତ ବାଟୋଇ ସଜେଇଛି। ଅଶୋକ ଚୌକିରେ ବସିବାର ଇଙ୍ଗିତ ଦେଲେ। ଭଦ୍ରବ୍ୟକ୍ତି ଜଣକ ବସୁ ବସୁ କହିଲେ, ଗତ ରାତିରେ ତାଙ୍କ ସ୍ତ୍ରୀ ଯେଉଁ ଭୁଲ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଅସ୍ୱାଭାବିକ। ତା ଛଡ଼ା ତାଙ୍କୁ ସଞ୍ଜୟ ସମ୍ବୋଧନ କରିବାର ରହସ୍ୟ ହେଉଛି ଅଶୋକଙ୍କ ଚେହେରା ସହ ସଞ୍ଜୟଙ୍କ ଗଠନର ଅନେକ ସାମଞ୍ଜସ୍ୟ ରହିଛି। ଏକଦା ଭଦ୍ରଲୋକଙ୍କ ଝିଅ ମଞ୍ଜୁଶ୍ରୀ ସହ ସଞ୍ଜୟର ବିଭାଘର ସ୍ଥିର ହୋଇଥିଲା, ମାତ୍ର ତାହା ସମ୍ଭବ ହୋଇପାରିଲାନି ସମୟର ବେଇମାନିରେ। ଭଦ୍ରଲୋକଙ୍କ କଣ୍ଠରେ ହତାଶାର ସ୍ୱର, ଆଖିରେ ଭଙ୍ଗା ସ୍ୱପ୍ନର ବ୍ୟର୍ଥତା। ଏହାରି ଭିତରେ ଅଶୋକ ଚା କପ୍ ବଢ଼ାଇଲେ। ଚା କପ୍ ଓଠ ପାଖକୁ ନେଉ ନେଉ ଉଦାସ ଭାବରେ ଭଦ୍ରବ୍ୟକ୍ତି ଜଣକ କହିଲେ, ଦୀର୍ଘ ଦିନର ବ୍ୟବଧାନ ପରେ ସେ ତାଙ୍କ ସ୍ତ୍ରୀ ଓଠରେ ହସ ଦେଖିଛନ୍ତି ଗତ ରାତିରେ। ହସ ଟିକକ ଫେରାଇ ଦେଇଛି କେବଳ ଚେହେରାରେ ଥିବା ସାମଞ୍ଜସ୍ୟ। ସତେ ଯେମିତି ଭଦ୍ରମହିଳାଙ୍କ ସ୍ୱପ୍ନ ସାର୍ଥକ ହୋଇଛି ଅଶୋକ ସଞ୍ଜୟରେ ରୂପାନ୍ତରୀକରଣରେ। ଗାଳ୍ପିକଙ୍କ ଭାଷାରେ ଏକ ନିରପରାଧ ଭ୍ରମର ବିନିମୟରେ ଯଦି ସେ ତାଙ୍କ ଅବଶିଷ୍ଟ ଜୀବନ ଆନନ୍ଦରେ କଟାଇ ପାରନ୍ତି, ତେବେ ଆଉ ତାଠାରୁ ଅଧିକ କ'ଣ ହେଇପାରେ? ଏହାର ଅର୍ଥ ଅଶୋକ ସଞ୍ଜୟ ଭୂମିକାରେ ଅଭିନୟ କରି ସ୍ତ୍ରୀଙ୍କ ଅବଶିଷ୍ଟ ଆୟୁଷ ସୁଖରେ ବିତିବାର ଅଭିପ୍ସା। ତେବେ ଆଜିଠାରୁ ତାଙ୍କର ପରିଚୟ ଅଶୋକ ନୁହେଁ, ସଞ୍ଜୟ ରହିବାର ସ୍ୱୀକୃତି ମାଗିଲେ। ଗଳ୍ପ ନାୟକଙ୍କ ସହମତି ଆଶ୍ୱସ୍ତି ପ୍ରଦାନ କଲା। ଛାତି ଉପରେ ଲଦା ହୋଇଥିବା ପଥର ଖସି ପଡ଼ିବା ଭଳି ଅନୁଭବ କଲେ ଭଦ୍ରବ୍ୟକ୍ତି ଜଣକ। ଆଶ୍ୱସ୍ତି ଓ ଆର୍ଦ୍ରତାର ବାଷ୍ପୀଳ କଣ୍ଠରେ ଅଶୋକ କୁଆଡ଼େ ଆଜି ସନ୍ଧ୍ୟାରେ ଦିଲ୍ଲୀ ଫେରି ଯାଉଛନ୍ତି ବୋଲି ପଚାରିଲେ ଓ କହିଲେ, ତାଙ୍କ ସ୍ତ୍ରୀ ଝିଅ ମଞ୍ଜୁଶ୍ରୀ ପାଇଁ କିଛି ଜିନିଷ ପଠାଇବେ। ଆଜି ସନ୍ଧ୍ୟାରେ
ଏୟାରପୋର୍ଟରେ ଦେଖାହେବ କହି ଭଦ୍ରଲୋକ ଲେଉଟିଲେ। ସନ୍ଧ୍ୟା ଉପଗତ। ଏୟାରପୋର୍ଟ ଲାଉଞ୍ଜରେ ଥିବାବେଳେ ଭଦ୍ର ମହିଳା ଅଶୋକଙ୍କ ହାତକୁ ଏକ ସୁନ୍ଦର ପ୍ୟାକେଟ୍ ବଢ଼ାଇ ଦେଲେ ଆଉ କହିଲେ, ଦିସ୍ ଇଜ୍ ଫର୍ ମଞ୍ଜୁ, ମାଇଣ୍ଡ ଦ ଟ୍ରବଲ୍। ଏହାଛଡ଼ା ପ୍ୟାକେଟ୍ ଉପରେ ଫେଲ୍ଟ ପେନ୍ସିଲରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା ମଞ୍ଜୁ। ଏକ ଅନିଶ୍ଚିତ ଠିକଣାର ଉପହାର ଧରି ଅଶୋକ ଭଦ୍ରଲୋକଙ୍କୁ ସାମାନ୍ୟ ଦୂରକୁ ଡାକିନେଲେ। ପ୍ୟାକେଟ୍ ଉପରେ ଠିକଣା ଲେଖିବା ବିଷୟରେ ଅବଗତ କରାଇଲେ। ଭଦ୍ରଲୋକଙ୍କ ଆଖି କାଚର ଆଖି ପରି ନିଥର ହେଇଗଲା। ବାଷ୍ପାରୁଦ୍ଧ କଣ୍ଠରେ କହିଲେ, ମଞ୍ଜୁର ଠିକଣା ତାଙ୍କୁ ବି ଅଜଣା। ତେବେ ଥାର୍ଡ଼ ଇୟର୍ରେ ପଢ଼ୁଥିବା ସମୟରେ ଟ୍ରେନ୍ ଆକ୍ସିଡେଣ୍ଟରେ ମଞ୍ଜୁ ମରିଯାଇଛି। ସେ ଦୁଃସମ୍ବାଦ ଆଜିଯାଏ ତାଙ୍କ ପାଗଳୀ ସ୍ତ୍ରୀକୁ ଦେଇପାରି ନାହାନ୍ତି। ପ୍ଲେନ୍ର ପ୍ରପେଲ୍ ଶବ୍ଦରେ ଅଶୋକ ସିଡ଼ି ଉପରକୁ ଉଠିଲେ ଆଉ ତଳେ ରହିଗଲେ ସନ୍ତାନ ପାଖକୁ ଖବର ପଠାଇବାର ପୁଲକରେ ପୁଲକିତ ଦୁଇଟି ଅଭିଶପ୍ତ ପ୍ରାଣ। ବର୍ଣ୍ଣିତ ଗଳ୍ପଟି ଚିରରହସ୍ୟମୟ ଡିମିରି ଫୁଲକୁ ଦେଖିବାର ଏକ ପାଗଳାମୀ। ନିଷ୍ଠୁର ସମୟର ଅଟ୍ଟହାସ୍ୟରେ ଅସ୍ତିତ୍ୱ ଖୋଜୁଥିବା ମଞ୍ଜୁଶ୍ରୀ ହେଉଛି ସେହି ଡିମିରି ଫୁଲ ଯିଏ ଫଳ ଭିତରେ ବାନ୍ଧି ହୋଇ ରହିଛି। ଧନ୍ୟବାଦ।